ଆମେ ଆମ ବଡିରେ କୋଲେଷ୍ଟ୍ରୋଲ ବଢୁଛି ବୋଲି ଜାଣିବା କେମିତି? ମୁଁ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏଜ୍ ଏ ଜେନେରାଲ ଫିଜିସିଆନ୍। ମୁଁ ଯଥା ଆମର ଯଦି କୋଲେଷ୍ଟ୍ରୋଲ ବଢିଲେ ମୁଣ୍ଡ ବିନ୍ଧିବା, ଦେହ ହାତ ଝିଞ୍ଝିମିଞ୍ଜି ପଡ଼ିବା, ଚେଷ୍ଟ ପେନ୍ ହେବା ବା ଛାତି ଯନ୍ତ୍ରଣା କରିବା, ହାଲିଆ ହାଲିଆ ଲାଗିବା, ୱିକନେସ୍ ଲାଗିବା, ମୁଣ୍ଡ ଫୁଣ୍ଡ ଘୁରେଇବା ଆଦି ଲକ୍ଷଣ ଦେଖାଗଲେ ଆମେ ଜାଣିବା ଯେ କୋଲେଷ୍ଟ୍ରୋଲ ବଢିଛି। ଆଉ କାହିଁକି କୋଲେଷ୍ଟ୍ରୋଲ ବଢେ? ଆଜିକାଲି କୋଲେଷ୍ଟ୍ରୋଲ ବଢିବାର ମୁଖ୍ୟ କାରଣ ହେଲା ସେଡେଣ୍ଟାରୀ ଲାଇଫଷ୍ଟାଇଲ। ଆମେ ବର୍ତ୍ତମାନ ମାନେ ସେଡେଣ୍ଟାରୀ ଲାଇଫଷ୍ଟାଇଲ ମାନେ ଆମେ କୌଣସି ଏକ୍ସରସାଇଜ କରୁନାହାନ୍ତି ଦୈନନ୍ଦିନ ଜୀବନରେ, ଆଉ ଅଏଲି ସବଷ୍ଟାନ୍ସ ବେଶୀ ଖାଉଛନ୍ତି, ଯୋଉଟାକି ଆମ ଦେହରେ ଡିପୋଜିଟ୍ ହେଉଛି। ଆମ ଦେହରେ ମାନେ ମତଲବ ରକ୍ତରେ, ଆମର ଯୋଉ ରକ୍ତଟା ସଞ୍ଚାଳନ ହେଉଛି ତା ଭିତରେ ଯୋଉ ଆର୍ଟେରୀ ତାରି ଭିତରେ ଆର୍ଟେରୀ ଆମେ କହନ୍ତି, ରକ୍ତ ସଞ୍ଚାଳନ ଯୋଉ ଇଏଟା ହେଉଛି ସେଇ ଆର୍ଟେରୀ ଭିତରେ ସେଇ ଜିନିଷଟାକ କୋଲେଷ୍ଟ୍ରଲ ଗୁଡାକ ଡିପୋଜିଟ୍ ହେଇଥାଏ। ଆମେ ଜାଣିବା କେମିତି କୋଲେଷ୍ଟ୍ରଲ ହେଉଛି, ଗୋଟେ ହେଉଛି ଗୁଡ୍ କୋଲେଷ୍ଟ୍ରଲ, ଗୋଟେ ହେଉଛି ବ୍ୟାଡ୍ କୋଲେଷ୍ଟ୍ରଲ। କୋଲେଷ୍ଟ୍ରଲ ଗୁଡ୍ କୋଲେଷ୍ଟ୍ରଲ କୋଉଟା? HDL, ହାଇ ଡେନ୍ସିଟି ଲିପୋପ୍ରୋଟିନ୍ ତାକୁ କହନ୍ତି। ଆଉ ବ୍ୟାଡ୍ କୋଲେଷ୍ଟ୍ରଲ କ'ଣ? LDL, ଲୋ ଡେନ୍ସିଟି ଲିପୋପ୍ରୋଟିନ୍ କୋଲେଷ୍ଟରଲ, TG, ଟ୍ରାଇଗ୍ଲିସେରାଇଡ୍। ଏଟା କାହିଁକି ବଢେ? ମେନଲି ଆମର ଏଇ ତେଲ ଛଣା ଜିନିଷ ଖାଇଲେ TG ଫିଜି ସବୁ ଜିନିଷ ଗୁଡାକ ବଢେ। କୋଲେଷ୍ଟ୍ରଲ କ'ଣ? ବଟର ଫୁଡ, ବଟର ମାନେ ଘିଅ, ମାନେ ଘିଅ ମତଲବ ଇଏ ଗୁଆ ଘିଅ ନୁହେଁ, ଏଇ ଯୋଉ ଘିଅ ମାର୍କେଟରେ ସବୁ ମିଳୁଛି, ଯୋଉ ଛଣା ଜିନିଷ ଆମେ ଖାଉଛନ୍ତି, ତାପରେ ମିଠା ଜିନିଷ, ଯୋଉ ମିଠା ଜିନିଷ ଗୁଡାକ ଯୋଉ ତିଆରି ହଉଛି, ସେଇ ସବୁ ଜିନିଷରେ ଆମର ବେଶୀ ପରିମାଣରେ ଏଇ ଯୋଉ କୋଲେଷ୍ଟ୍ରଲ ଗୁଡାକ ଥାଏ। ତାପରେ LDL ବି ସେମିତି ସେଇ ସବୁ ଜିନିଷରେ LDL ଥାଏ। ବେଶୀ ଫ୍ରାଏଡ ଫୁଡ ଖାଉଛନ୍ତି, ଯୋଉ ପ୍ରିଜର୍ଭେଟିଭ ଫୁଡ ଗୁଡାକ, ଯଥା ଆମର ଏଇ ଯୋଉ କେକ୍, ବେକେରୀ ଫୁଡ ଗୁଡାକ, ତା ଦେହରେ ବି ଆମେ ବହୁତ ପରିମାଣରେ କୋଲେଷ୍ଟ୍ରଲ ଥାଏ। ଆମେ କୋଲେଷ୍ଟ୍ରଲର ପରିମାଣକୁ ହ୍ରାସ କେମିତି କରିବା? ବେସିକାଲି ଆମେ ମେଡିସିନ ଆଡ଼ିକି ଯିବାନି। ଫାଷ୍ଟ ଆମେ ନିଜକୁ କେମିତି ପ୍ରିଭେଣ୍ଟିଭ ଇଜ ବେଟର ଦେନ୍ କ୍ୟୁର, ମାନେ ଆମେ ପ୍ରିଭେନ୍ସନ କେମିତି କରିବା? କୋଲେଷ୍ଟ୍ରଲ ବଢିଲେ ଆମର ବିଭିନ୍ନ ପ୍ରକାର ହାର୍ଟ ଜନିତ ରୋଗ ହୁଏ, ଯଥା କାର୍ଡିଆକ ଆରେଷ୍ଟ ହୁଏ, BP ବଢିଯାଏ, ଆଉ ତାପରେ ପେରିଫେରାଲ ଭାସ୍କୁଲାର ଡିଜିଜ ହୁଏ। ତେଣୁ ସେ ଜିନିଷରୁ ଆମେ ନିବୃତ୍ତ ରହିବା ପାଇଁ ଆମେ ଆଇଦର ଆମର ହେଉଛି ମେଡିକେଟେଡ ହବା, କିମ୍ବା ଆମେ ହେଉଛି କହନ୍ତି ଏକ୍ସରସାଇଜ କରିବା। କିନ୍ତୁ ଆମର ବେସିକାଲି କୋଲେଷ୍ଟ୍ରଲ ପରିମାଣ 200ରୁ ଅଧିକା ହେଲେ ଆମେ ଜାଣୁଥାଏ କୋଲେଷ୍ଟ୍ରଲ ବଢିଲା। LDL ଯଦି ପରୀକ୍ଷା କରିବା ଆମେ ବ୍ଲଡରେ, LDL ସେମିତି 120ରୁ ଅଧିକା ହବ। TGର ପରିମାଣ ସେମିତି 160ରୁ ଏଭବ ହେଲେ ସେଟାକୁ ଆମେ କହିବା ହେଉଛି ମାନେ ଖରାପ କୋଲେଷ୍ଟ୍ରଲ ପରିମାଣ ବଢି ଯାଇଛି। ଆଉ ଗୁଡ୍ କୋଲେଷ୍ଟ୍ରଲ କ'ଣ? HDL, ହାଇ ଡେନ୍ସିଟି ଲିପୋପ୍ରୋଟିନ୍, ସେଟାର 30ରୁ ମେନଲି 60 ରହିବା କଥା। ଆମେ 30ରୁ 60 ଯଦି ରହିଲା ତାର ଦେହ ପାଇଁ ଭଲ, ସେଟା ଦ୍ୟାଟ୍ ଇଜ ପ୍ରୋଟେକ୍ଟିଭ, ମାନେ ପ୍ରୋଟେକ୍ସନ କରିବ ହାର୍ଟ ଡିଜିଜରୁ। ଆଉ ଆମର କ'ଣ, ଆମର କୋଲେଷ୍ଟ୍ରଲ ବି ଆମର ଫ୍ୟାମିଲିଆଲି ବି ଥାଏ। ଜଣଙ୍କର କୋଲେଷ୍ଟ୍ରଲ ତୋର ବାପା ମାଙ୍କର ଥିବ, ଏଟା ଫ୍ୟାମିଲିଆଲି ବି ଥାଏ। ଆଉ ଆମର ଖାଇବା ଦ୍ୱାରା ବି ଖାଇବା ଦୈନନ୍ଦିନ ଜୀବନରେ ଆମେ ଯୋଉ ଜିନିଷ ଆମେ ଏକ୍ସରସାଇଜ କରୁନାହାନ୍ତି ତା ପାଇଁ ବି କୋଲେଷ୍ଟ୍ରଲ ବଢେ। ଆଉ ଷ୍ଟ୍ରେସ୍ ବହୁତ ଅଧିକା ହେଲେ ଆଉ ତାକୁ ଆମେ କେମିତି ରୋକିବା? ଆମେ ହେଉଛି ମେଡିକେସନ ଦ୍ୱାରା ରୋକିପାରିବା। ଆଉ ଆମେ ଯଦି ଅଳ୍ପ ପରିମାଣରେ ବଢିଛି କୋଲେଷ୍ଟ୍ରଲ, ଆମେ ତାକୁ ଡାଏଟରେ ଦେଖିବା, ମାସ 2 ମାସ ଡାଏଟ କଣ୍ଟ୍ରୋଲ କରିବା। ଆମେ ବାହାର ଜିନିଷ ଖାଇବାନି, ତେଲିଆ ଜିନିଷ ଖାଇବାନି, ବଟର ଫୁଡ ଖାଇବାନି, ଫ୍ରାଏଡ ଜିନିଷ ଖାଇବାନି, ସେସବୁ। ଆଉ ଏକ୍ସରସାଇଜ ଡେଲି 20 to 30 ମିନିଟ୍ସ ଏକ୍ସରସାଇଜ କରିବା। ଆମର ଯୋଉ ୱାକିଂ କରୁଛନ୍ତି, ଆମେ ୱାକିଂଟା ଟିକେ ସ୍ପିଡିଲି କଲେ ତା ଦ୍ୱାରା କ'ଣ ହବ? ରକ୍ତ ସଞ୍ଚାଳନଟା ଠିକ ସେ ହବ। ଆମେ ଯଦି ଏକ୍ସରସାଇଜଟା, ଆମର ଗୋଟେ ହାର୍ଟ ବିଟ୍ ଅଛି, ଆମର ହାର୍ଟ ରେଟଟାକୁ 100ରୁ 120 ଏକ୍ସରସାଇଜରେ ରଖିଲେ ତାହେଲେ କିଛି କ୍ଷତି କରେନି। ଆମେ ଯଦି ବହୁତ ପରିମାଣରେ ଏକ୍ସରସାଇଜ କରିଦେବା, ଦ୍ୟାଟ୍ ଇଜ ବି ହାର୍ମଫୁଲ, କାରଣ ସେ ବ୍ଲଡଟା ଶୀଘ୍ର ସାର୍କୁଲେସନ ହେଇପାରିବନି। କାରଣ ଯୋଉଠି ଡିପୋଜିଟ୍ ହେଇଥିବ କୋଲେଷ୍ଟ୍ରଲ ଗୁଡାକ, ପ୍ଲେକ୍ ଫର୍ମେସନ ହେଇଥିବ, ସେ ଆଉ ସାଙ୍ଗେ ସାଙ୍ଗେ ଆଞ୍ଜାଇନା ଫାଞ୍ଜାଇନା କରିବାର, ସଡନ କାର୍ଡିଆକ ଆରେଷ୍ଟ କରିବାର ବି ଚାନ୍ସ ଅଛି। ଚିନ୍ତା କରିବା ଏଟା ସ୍ୱାଭାବିକ, କାରଣ ଆମର କୋଲେଷ୍ଟ୍ରଲ ବଢିବା ଦ୍ୱାରା ହାର୍ଟ ଆଟାକ୍ ହେଉଛି। ସେମାନେ ସବୁ ସୋସିଆଲ ମିଡିଆରେ କିମ୍ବା କୌଣସି ମ୍ୟାଗାଜିନରେ ପଢୁଛନ୍ତି, ସେମାନେ ସେଥିପାଇଁ ଚିନ୍ତିତ ହଉଛନ୍ତି। ଆଉ ମେନଲି ଆମର ଏଇଠୁ ୟା ସହିତ ବି ଜଡିତ ରହୁଛି ଆମର ଥାଇରଏଡ, ଆମର ହେଉଛି ଆମର ଡାଇବେଟିସ୍, ଯୋଉଟା କି ଏଇଖା ବର୍ତ୍ତମାନ ବହୁଳ ପରିମାଣରେ, ମାନେ ଯାହାକୁ ମାପିଲା ବେଳକୁ ସୁଗାରଟି ବଢି ଦଉଛି। ଦ୍ୟାଟ୍ ଇଜ ଅଲସୋ ଆସୋସିଏଟେଡ ୱିଥ କୋଲେଷ୍ଟ୍ରଲ। ମାନେ ଆଉ ଆମେ ତାକୁ ରୋକିବା ପାଇଁ ମେନଲି ଆମେ ଯଦି କୋଲେଷ୍ଟ୍ରଲ ପରିମାଣଟା ଟିକେ ଅଳ୍ପ, ମାନେ ବେଶୀ ଅଧିକା ରହିବା ହେଲେ ଆମେ ମେଡିକେସନ ଦ୍ୱାରା ଯଦି
थिबो आमे चेकिंग करिवा द्वारा ताहले कोन करिवा आमे ताकू आमे कोन फूड रे ये करिवा हमरो लेंबू खाई सालार अध घंटा खंटे परे आमे खाली गुटे ग्लास पानी रे नॉर्मल पानी रे गुटे लेंबू दे चुपुड़ी की ताकू को भी खाइले से कोलेस्ट्रॉल परिमाण भी कमिबो तापरे आमे फाइबर जातीय फूड भी खाइबा से तेल को अब्जॉर्ब करिवो तनो ए जिंस करिया पड़िवो जदी ता द्वारा भी न बढ़िला ना न कमिला ताहले आमे ताकू कोन मेडिकेशन द्वारा ए करबा जदी हठात किना हम गुटे पेशेंट आसी टीजी बहुत हाई हिची 400 500 ताकू आमे निहाती मेडिकेशन दबा दरकार नहले स्ट्रोक फ्रोक हवार चांस अच्छी आमर ब्रेन स्ट्रोक हुए हार्ट स्ट्रोक हुए आम गांग्रीन फैंग्रीन से सब जिनस भी आमर कोलेस्ट्रोल बढ़िया द्वारा हुए तेणु आम यू जिनस को आम ताकू माने नजर करवा माने आमर खाद्यपेय को नजर करवा आमर होची एक्सरसाइज को नजर करवा आमर लिविंग स्टाइल को भी नजर करवा बेसी स्ट्रेस नबानी आ स्मोकिंग भी करवानी स्मोकिंग भी ऑल्सो एसोसिएटेड होती आमर ये माने कौन जो हार्ट अटैक होची हार्ट स्ट्रोक होची किंबा बीपी बढ़ुची यार कौन कोलेस्ट्रोल विथ आमे जो स्मोकिंग कर अत्यधिक स्ट्रेस नौ राति अनिद्रा होती से उक्त रक्तचाप द्वारा आम बर्तमान प्राय लोक स्ट्रोक होची गोटे स्ट्रोक गोटे कमन हो गलानी समस्त कहते मत स्ट्रोक होगा स्ट्रोक मुख्य कारण हूँ यू सब जिन